ଖସୁଛି ପାରଦ ବଢୁଛି ଶୀତ ଆସନ୍ତା 24 ଘଣ୍ଟା ମଧ୍ୟରେ ଆହୁରି ବଢ଼ିବ ଶୀତ ଉପକୂଳରୁ ଉପାନ୍ତ ସବୁଠି ଥରାଇବ ଶୀତ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2 ରୁ 4 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ଠାରୁ 4 ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ନୟାଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ରାଉରକେଲା ଚଳିତ ବର୍ଷର ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ା 8, କେଉଁଝର 9.5, ସୁନ୍ଦରଗଡ଼ 9.7, ଫୁଲବାଣୀ 9.5, ଦାରିଙ୍ଗବାଡ଼ିରେ 9.5, ରାଉରକେଲା 7 ଡିଗ୍ରୀ ପାରଦ ରହିଛି। ଅନୁଗୁଳ ଓ ସୋନପୁରରେ 10 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ମଧ୍ୟ ପାରଦ କମ୍ ରହିଛି। ବୁଧବାର ଭୁବନେଶ୍ୱରରେ 13.2 ଏବଂ କଟକରେ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରେକର୍ଡ କରାଯାଇଛି। Utkal Hospital redefines healthcare with life-saving expertise. From world-class liver and bone marrow transplants to 24/7 trauma and emergency care, we ensure your health is in trusted hands. Combining compassion, innovation and excellence, we transform lives every day. Utkal Hospital, where care meets excellence.